ଆମର ବାରିପଦା ବନଖଣ୍ଡରେ 76ତମ ବନ ମହୋତ୍ସବ ପାଳନର ଶୁଭାରମ୍ଭ ହୋଇଯାଇଛି। ଆଜି ପ୍ରଥମ ଦିନ ଅବସରରେ ଆମେ ଗୋଟିଏ ସବୁଜ ରଥ ଚାରା ବିତରଣ କରିବା ପାଇଁ ପ୍ରତ୍ୟେକ ଗ୍ରାମ ସହରର ପ୍ରତ୍ୟେକ କୋଣ ଅନୁକୂଳରେ ସୁଲଭ ମୂଲ୍ୟରେ ଏବଂ କିଛି ଚାରା ମଧ୍ୟ ବିନା ମୂଲ୍ୟରେ ଆମେ ବାଣ୍ଟିବା ପାଇଁ ଗୋଟେ ଯୋଜନା ପ୍ରୟାସ କରିଛୁ। ସବୁଜ ରଥ ପ୍ରତ୍ୟେକ ସାହି ଗଳି କନ୍ଦିରେ ପହଞ୍ଚିବ ଏବଂ ଲୋକମାନଙ୍କୁ ଚାରା ବିତରଣ କରିବ। ସେମାନେ ଉଚିତ ଜାଗାରେ ଚାରାଟି ଲଗାଇବେ। ଏହା ବ୍ୟତୀତ ଗୋଟେ ଆମେ ଫ୍ରି ଡିଷ୍ଟ୍ରିବ୍ୟୁସନ୍ ଗୋଟେ ଷ୍ଟଲ୍ ମଧ୍ୟ ଗୋଟେ ଇନାଗୁରେଟ୍ କଲୁ। ଆଉ ସେଥିରେ ଆମର ସପ୍ତାହ ବ୍ୟାପୀ ଏଇ ବନ ମହୋତ୍ସବ ପାଳନ ସମୟଟାରେ ଆମେ ମାଗଣାରେ ଚାରା ବିତରଣ କରିବା ପାଇଁ ଗୋଟେ କିୟସ୍କ ସେଣ୍ଟର ମଧ୍ୟ ଆମେ ବନଖଣ୍ଡର କାର୍ଯ୍ୟାଳୟ ପରିସର ମଧ୍ୟରେ ଆମେ ଆଜି ତାର ମଧ୍ୟ ଶୁଭାରମ୍ଭ ହୋଇଯାଇଛି। ଏ ବର୍ଷ ଆମେ ପ୍ରଧାନମନ୍ତ୍ରୀଙ୍କ ଯେଉଁ ନାରା ଅଛି ଯେ ଏକ ପେଡ଼ ମା କେ ନାମ, ଏ ପ୍ରୋଗ୍ରାମରେ ଆମେ ବାରିପଦା ବନଖଣ୍ଡର 5 ଲକ୍ଷ ଚାରା ଲଗାଇବା ପାଇଁ ଧାର୍ଯ୍ୟ କରାଯାଇଛି, ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆ ବ୍ୟତୀତ ମହିଳାମାନଙ୍କ ପାଇଁ ଗୋଟିଏ ଗଛ, ଏଇଟା ସହରାଞ୍ଚଳ ଏବଂ ଗୃହ ଉନ୍ନୟନ ନଗର ଉନ୍ନୟନର ଏବଂ ମିଳିତ ଆନୁକୂଲ୍ୟରେ ଆମେ ପ୍ରତି ମହିଳାଙ୍କ ପାଇଁ ଗୋଟିଏ ଗଛ ଲଗାଇବା ପାଇଁ ଏଇଟା ଅମୃତ ମିତ୍ର ଯୋଜନା ପରିକଳ୍ପନା କରି ଏଥିରେ ମଧ୍ୟ ଆମେ ଲକ୍ଷେ ଚାରା ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଛି।